ଆପଣ ସାଙ୍ଗମାନେ ସବୁବେଳେ ପଖାଳ ସାଙ୍ଗରେ ଆଳୁ ଭଜା ଖାଉଥିବେ। ଆଜି ମୁଁ ଆପଣଙ୍କୁ ଗୋଟେ ଅଲଗା ଷ୍ଟାଇଲରେ ଆଳୁ ଭଜା ଦେଖେଇବି। ଆପଣ କରିକି ଖାଇବେ ଆଉ ତାପରେ କହିବେ ଆଳୁ ଭଜାଟି କେତେ ସୁନ୍ଦର ହେଇଥିଲା। ଆଳୁଟାକୁ ପୁରା ଛୋଟ ଛୋଟ କରି କାଟି ନେଇଯିବେ, ପୁରା ଚୁନ ଚୁନ କରି ଆଖି ବାଳ ଭଳିଆ ଆଳୁ ଭଜାଟାକୁ ପୁରା ଟିକ 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 କରି କାଟିଦେବେ। ଦେଖନ୍ତୁ ମୁଁ ଏମିତି କାଟିଛି। ପୁରା ଆଳୁ ଭଜା ଛୋଟ ଛୋଟ କାଟିଦେବେ। କାଟିକି ତାକୁ ଭଲକି ଧୋଇଦେବେ। ଧୋଇ ସାରିଲା ପରେ ତାର ଦେହରେ ତାକୁ ଚୁପୁଡ଼ି ପାଣି କାଢ଼ିଦେବେ। ଲୁଣ, ହଳଦୀ, ଲଙ୍କାଗୁଣ୍ଡା, ଜିରା ଗୁଣ୍ଡା, ଯାହା ମସଲା ପକାଇବା କଥା ତାକୁ ପକାଇଦେବେ। ପକାଇକିରି ଲୁଣ ପକାଇକିରି ଅଧଘଣ୍ଟା ତାକୁ ଛାଡ଼ିଦେବେ। ତାପରେ ଅଧଘଣ୍ଟା ହେଲା ପରେ ତାକୁ କାଢ଼ିଦେବେ ପୁରା ଚୁପୁଡ଼ିକି। ସୋରିଷ ଫୁଟଣ ଦେଇକି ପିଆଜ ପକାଇବେନି, ସାଧାରେ ଭାଜିବେ ଆଉ ପୁରା କଡ଼କଡ଼ିଆ କରି ଭାଜିବେ। ତାପରେ ଦେଖିବେ ଭଜାଟି କେମିତି ହେଇଛି, ଖାଇବେ ଆଉ ମୋତେ କମେଣ୍ଟ କରିବେ। ଜୟ